ରାଶି ଚକ୍ରରେ ସବୁଠୁ ପ୍ରଥମରେ ଓ ପ୍ରମୁଖ ଆସୁଥିବା ମେଷ ରାଶିର ଲୋକଙ୍କ ବିଷୟରେ ଏମିତି କୁହାଯାଇଥାଏ କି ତାଙ୍କ ଦେହରେ ଜନ୍ମରୁ ହିଁ ଲିଡରସିପ୍ କ୍ୱାଲିଟି ରହିଥାଏ। ଜ୍ୟୋତିଷ ଅନୁସାରେ ମେଷ ରାଶିର ବ୍ୟକ୍ତିମାନେ ଉଦ୍ଯାବନା, ଦୟାବାନ ଓ ଅଧିକ ସ୍ନେହୀ ହୋଇଥାନ୍ତି। ଏମାନେ କାମକୁ ନେଇ ବହୁତ ନିଷ୍ଠାବାନ ଓ ଦୃଢ଼ ଜଣା ଯାଆନ୍ତି। ମେଷ ରାଶିର ଆପଣଙ୍କୁ ଅସମାନ କେବେ ବି ପସନ୍ଦ ହୁଏ ନାହିଁ। ଯଦି ତାଙ୍କ ସହିତ କିଏ ଅସମାନ ବ୍ୟବହାର କଲା ତେବେ ତାଙ୍କୁ ବହୁତ ଶୀଘ୍ର ହିଁ ରାଗ ଆସିଯାଇଥାଏ। କିନ୍ତୁ ଆଜି ଆମେ ମେଷ ରାଶିମାନଙ୍କ ଗୁଣ ଓ ଅବଗୁଣ ବିଷୟରେ କଥା ହେବା ପାଇଁ ଆମେ କଥା ହେବା ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ କେଉଁ କେଉଁ ରାଶିର ଲୋକ ଭଲ ସାଙ୍ଗ ହୋଇପାରନ୍ତି ଓ କେଉଁ ରାଶିମାନେ ଶତ୍ରୁ ହୋଇଯାଆନ୍ତି। ଆସନ୍ତୁ ଜାଣିବା। ମେଷ ରାଶି ନିଜର ରାଶିମାନଙ୍କ ସହିତ ଭଲ ସମ୍ପର୍କ ରଖିଥାଏ। ଏହି ସମ୍ପର୍କ ଆହୁରି ଭଲ ସେତେବେଳେ ହୁଏ ଯେତେବେଳେ ମେଷ ରାଶିର ପୁରୁଷ ଓ ମେଷ ରାଶିର ମହିଳାଙ୍କ ମିଳନ ହୋଇଥାଏ। କିନ୍ତୁ ଏହି ବିଷୟରେ ଜ୍ୟୋତିଷଙ୍କ କହିବା କଥା ଯେ ଏହି ଯୋଡ଼ି ଲାଭବାନ ସେତେବେଳେ ହେବ ଯେତେବେଳେ ଏହି ଦୁଇ ଜଣଙ୍କ ନକ୍ଷତ୍ର ଅଲଗା ଅଲଗା ହେବ। ବୃଷ ରାଶି ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି ଓ ଶୁକ୍ର ଅଧିକ ଶକ୍ତିଶାଳୀ ଅଟନ୍ତି। ଯେତେବେଳେ କି ମେଷ ରାଶିର ସ୍ୱାମୀ ମଙ୍ଗଳ ହୋଇଥାନ୍ତି, ମଙ୍ଗଳକୁ ମଧ୍ୟ ସୁରବୀର ଓ ପରମ ପ୍ରକ୍ରିୟ କୁହାଯାଏ। ଏମିତିରେ ଏହି ଦୁଇଟି ରାଶିର ମଧ୍ୟରେ ଯଦି ସମ୍ବନ୍ଧ ହୁଏ ତେବେ ଏହା ବହୁତ ଶକ୍ତିଶାଳୀ ଜଣାଯାଏ। କିନ୍ତୁ ଏହି ଲୋକଙ୍କ ମଧ୍ୟରେ ସମ୍ବନ୍ଧ ସେତେବେଳେ ହେବ ଯେତେବେଳେ ଦୁହିଁଙ୍କ ଭିତରେ ଠିକ୍ ବୁଝାମଣା ରହିବ। ମିଥୁନ ରାଶି ମିଥୁନ ରାଶିର ଲୋକେ ଉର୍ଜାବାନା ଓ ଅଧିକ ଚତୁର ଚାଲାକ ହୋଇଥାନ୍ତି। ଏମାନଙ୍କ ପାଇଁ ଗୋଟିଏ କଥା କୁହାଯାଏ କି ଏମାନଙ୍କୁ ଖୁସମଜାକ ଓ ହସମୁଖ ସ୍ୱଭାବ ଲୋକେ ଅଧିକ ପସନ୍ଦ ହୋଇଥାନ୍ତି। ଏମିତିରେ ମେଷ ରାଶିର ଲୋକ ସେମାନଙ୍କ ହସଖୁସି ଚେହେରା ନିଶ୍ଚିନ୍ତ ପସନ୍ଦ ଆସିଥାଏ। କର୍କଟ ରାଶି ମେଷ ଓ କର୍କଟ ରାଶି ମଧ୍ୟରେ ଶୀଘ୍ର ପରସ୍ପର ଭିତରେ ସମ୍ବନ୍ଧ ହୋଇଯାଇଥାଏ। ଏମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଭଲ ସମ୍ବନ୍ଧ ରହିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡ଼ିଥାଏ। ସିଂହ ରାଶି ସିଂହ ରାଶିର ଲୋକଙ୍କ ପାର୍ଟନରସିପ୍ ମେଷ ରାଶି ସହିତ ବହୁତ ଭଲ ହୋଇଥାଏ। କାହିଁକି ନା ଦୁଇ ରାଶିଙ୍କ ସ୍ୱାମୀ ଉଗ୍ର ସ୍ୱଭାବର ହୋଇଥାନ୍ତି। କୁହାଯାଏ କି ଏହି ଦୁଇ ଜଣ ଅଗ୍ନିତତ୍ତ୍ୱ ରାଶି ଅଟନ୍ତି। ସେଥିପାଇଁ ଏମାନଙ୍କର ମଧ୍ୟରେ ଭଲ ସମ୍ପର୍କ ହୋଇଥାଏ। କନ୍ୟା ରାଶି କନ୍ୟା ରାଶିର ଲୋକେ ଜନ୍ମରୁ ଲାଜକୁଳି ହୋଇଥାନ୍ତି। ତାଙ୍କ ବିଷୟରେ କୁହାଯାଏ କି ସେ ତାଙ୍କ ଆଦର୍ଶ ସହିତ କେବେ ବି ବୁଝାମଣା କରନ୍ତି ନାହିଁ। ଯଦି ମେଷ ଓ କନ୍ୟା ରାଶିମାନଙ୍କ ଭିତରେ ବୁଝାମଣା ହୁଏ ତେବେ ଏହା ୟୁନିକ୍ ସମ୍ପର୍କ ହୋଇଥାଏ। ତୁଳା ରାଶି ତୁଳା ଓ ମେଷର ଲୋକଙ୍କ ଭିତରେ ବୁଝାମଣା ଭଲ ହୋଇଥାଏ। କାହିଁକି ନା ତୁଳା ରାଶି ବାଲା ଅଧିକ ପ୍ରତିଷ୍ଠିତ ଓ ମାନସିକ ସମ୍ମାନିତ ହୋଇଥାନ୍ତି। ବିଛା ରାଶି ମେଷ ବିଛା ରାଶିଙ୍କ ବୁଝାମଣା ଭଲ ହୋଇନଥାଏ। ଏହି ଦୁଇ ରାଶିଙ୍କ ଭିତରେ ବୁଝାମଣା ହେବା ବହୁତ କଠିନ ଜଣାଯାଏ। କାହିଁକି ନା ବିଛା ରାଶିର ଲୋକେ ଟିକେ ରହସ୍ୟମୟୀ ରୂପର ହୋଇଥାନ୍ତି। ଯଦି ମେଷ ରାଶିର ଲୋକେ ଏମାନଙ୍କ ସହିତ ବୁଝାମଣା କରିବାକୁ ଚେଷ୍ଟା କରିବେ ତେବେ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିବ। ଏହି ବୁଝାମଣା ଆଗକୁ ଚାଲିବାକୁ ଅସୁବିଧା ବଢ଼ାଇପାରେ। ଧନୁ ରାଶି ଧନୁ ଓ ମେଷ ରାଶିର ଲୋକଙ୍କ ମିଳନ ଅଧିକ ଶୁଭ ଜଣାଯାଏ। ଦୁଇ ରାଶିର ଗୁଣ ଅଧିକ ମିଶିଥାଏ। ଧନୁ ରାଶିର ଲୋକ ଊର୍ଜାର ଭରପୁର ହୋଇ ଅଟନ୍ତି। ମକର ରାଶି ମକର ରାଶିର ଲୋକ ଶୀଘ୍ର କାହାକୁ ନିଜର କରନ୍ତି ନାହିଁ। ଏହି ରାଶିର ଲୋକେ ଟିକେ ସନ୍ଦେହୀ ସ୍ୱଭାବର ହୋଇଥାନ୍ତି। ସେଥିପାଇଁ ମକର ଓ ମେଷ ରାଶିର ମିଳନ ବହୁତ କଠିନ ହୋଇଥାଏ। ଦୁଇ ଜଣଙ୍କ ଭିତରେ ସେତେବେଳେ ଯାଇ ବୁଝାମଣା ହେବ ଯେତେବେଳେ ପରସ୍ପର ଭିତରେ ମତଭେଦ ଦୂର ହେବ। କୁମ୍ଭ ରାଶି କୁମ୍ଭ ଓ ମେଷ ରାଶିର ସମ୍ବନ୍ଧ ବହୁତ ଭଲ ହୋଇଥାଏ। ଯଦି ଦୁଇଟି ରାଶିର ମିଳନ ହୁଏ ତେବେ ଦୁହିଁଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଥାଏ। ଦୁଇ ରାଶିଙ୍କ ମଧ୍ୟରେ ବହୁତ ଉଚ୍ଚ ତାଳମେଳ ରହିଥାଏ। ମୀନ ରାଶି ମୀନ ରାଶିର ଲୋକ ସ୍ୱଭାବରେ ବହୁତ ଚତୁର ହୋଇଥାନ୍ତି ଓ ଏହି କାରଣ ଅଟେ କି ମେଷ ରାଶିର ଲୋକ ଏମାନଙ୍କୁ ବୁଝି ପାରନ୍ତି ନାହିଁ।
ଯଦି ଏଇ ଦୁଇ ରାଶିଙ୍କ ମଧ୍ୟରେ ସମ୍ବନ୍ଧ ବନିଥାଏ ତେବେ ସେମାନଙ୍କ ଜୀବନ ବହୁ ସମସ୍ୟାରେ ଭରିଯାଏ। ବନ୍ଧୁଗଣ, ଆପଣଙ୍କର କେଉଁ ରାଶି? ଆମକୁ ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।